ସକାଳୁ ସକାଳୁ ଶୀତୁଆ ବର୍ଷା ପାଗ ଦେଖି ଆଜି କହିଲି ଚାଲନ୍ତୁ ଗୋଟିଏ ପେଟୁଆ ଲାଉକୁ କାଟି ବିନା ପିଆଜ ରସୁଣର ତରକାରୀଟି ତିଆରି କରିବା। ଲାଉଟିକୁ ଦୁଇ ଭାଗ କରି କାଟି ସାରିବା ପରେ ଆଳୁ ସହିତ ଲାଉକୁ ମିଡିୟମ ସାଇଜର କାଟି ସଜାଡ଼ି ଥୋଇଲି। ତେଲରେ ଟିକେ ଫୁଟଣ ପକାଇ ଦେଇ ଲାଉ ଆଳୁକୁ ସବୁ ଢାଳି ଦେଇ ଭାଜି ଥୋଇଲି। ତାପରେ ଅଦା ଜିରା ଲଙ୍କା ବିଲାତିର ବାଟଣଟେ ପ୍ରସ୍ତୁତ କଲି। ମସଲାଟିକୁ ଭଲ ଭାବରେ କଷିଦେବା ପରେ ଫଟାଫଟ ଲାଉ ଆଳୁକୁ ଢାଳି ଦେଇ ସଟାସଟ ତରକାରୀଟିକୁ ରେଡି କରି ଥୋଇଲି। ତା ସହିତ ବନେଇଥିଲି ଭାତ ଆଉ କଲରା ଆଳୁର ଚିପ୍ସକୁ। ଇଚ୍ଛା ହଉଥିଲା ଟିକେ ବିଲାତି ଖଟା ଖାଇବାକୁ। ସ୍ୱାମୀ କହିଲେ ଆଜି ଦିଅ ମୁଁ ଖଜୁରୀ ପକେଇ ଗୋଟେ ଖଟା ତିଆରି କରିବି। ମୁଁ କହିଲି ଠିକ ଅଛି। ତାପରେ ବାହାରି ପଡ଼ିଲି ମୋ ଡ୍ୟୁଟିକୁ। ଏତେ ଜୋରେ ବର୍ଷା ଦେଖି ଇଚ୍ଛା ହଉନଥିଲା ଯିବାକୁ, ଫିର ବି କଣ କରିବା, ଯିବାକୁ ତ ପଡ଼ିବ। ଲଞ୍ଚରେ ଆଜି ମୁଁ ସୁନ୍ଦର ସୁନ୍ଦର ଟିଫିନରେ ସଜାଡ଼ି ଆଣିଥିଲି ଏତେ ସାରା ସ୍ୱାଦିଷ୍ଟ ଖାଇବାକୁ, ଯାହାକୁ ଖାଇ ମୁଁ ବହୁତ ହି ଶାନ୍ତି ଅନୁଭବ କରିଥିଲି। ହଁ ଆଜ୍ଞା, ମୁଁ ନିଜେ ତିଆରି କରିଥିବା ଖାଦ୍ୟକୁ ପ୍ରଶଂସା କରିବାରେ ଜମା ବି ହେଳା କରେନି। ଟିକେ ହେଲେ ବି ମୋ ମନରେ ଗର୍ବ ନାହିଁ। ହଉ ଛାଡ଼ନ୍ତୁ, ଆଜିର ଦିନଟି ତ ଏଇଠି ରହିଲା। ଭିଡ଼ିଓ ଭଲ ଲାଗିଲେ ସବସ୍କ୍ରାଇବ ସହିତ ଲାଇକଟେ କରିବେ।